ବର୍ତ୍ତମାନ ସମୟରେ ରାଜ୍ୟର ଜଣେ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଯିଏ ନିଜର କାର୍ଯ୍ୟଦକ୍ଷତା ଓ ମାନବିକତା ପାଇଁ ଜନସାଧାରଣଙ୍କ ମନ ଜିଣୁଛନ୍ତି। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ କଥା। କାର୍ଯ୍ୟରେ ଯୋଗ ଦେବାର 6 ମାସ ବି ପୂରିନି, କିନ୍ତୁ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଏବେ ସମସ୍ତଙ୍କର ପସନ୍ଦ ପାଲଟିଛନ୍ତି। ଜନାଭିମୁଖୀ ପ୍ରଶାସନର ଛାପ ଛାଡ଼ୁଛନ୍ତି। ଯେତେବେଳେ ସାଧାରଣ ବ୍ୟକ୍ତିଟିଏ ନିଜର ଅସୁବିଧା ନେଇ ସରକାରୀ ଅଧିକାରୀଙ୍କୁ ଜଣାଇବା ପାଇଁ ବାରଦ୍ୱାର ହେଉଛି, ସେ ସମୟରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ନିଜେ ଲୋକଙ୍କ ପାଖକୁ ଯାଉଛନ୍ତି, ତାଙ୍କର ଅଭାବ ଅସୁବିଧା ଶୁଣୁଛନ୍ତି ଏବଂ ତାହା ସମାଧାନ କରୁଛନ୍ତି। ଆଲୋଚନା କରିବା ଆମ ସହିତ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଅଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ଦେବା ଦିନଠାରୁ ତାଙ୍କର ଆଭିମୁଖ୍ୟ କ'ଣ ରହିଛି, ଜିଲ୍ଲାକୁ ବିକାଶ ଦିଗରେ ଆଗେଇ ନେବାକୁ ସେ କ'ଣ ସବୁ ଭିଜନ ରଖିଛନ୍ତି, ସେ ସମ୍ପର୍କରେ ଆଲୋଚନା କରିବା, ତାଙ୍କଠାରୁ ପଚାରି ବୁଝିବା। ସାର୍, ଆପଣଙ୍କୁ ଖବର ଓଡ଼ିଶାକୁ ଆମେ ସ୍ୱାଗତ କରୁଛୁ। ଦେଖୁଛୁ ଆପଣ ଯୋଗ ଦେବାର 6 ମାସ ବି ପୂରିନି, କିନ୍ତୁ ଅନେକ ସବୁ କାର୍ଯ୍ୟ କରିଲେଣି। ବିଭିନ୍ନ ଜାଗାକୁ ଗସ୍ତ କରୁଛନ୍ତି, ଲୋକଙ୍କ ସହିତ ଭେଟୁଛନ୍ତି, ସେମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି। ଇତିମଧ୍ୟରେ ଆପଣଙ୍କର ଅନୁଭବ କେମିତି ରହିଛି ସାର୍? ସୁବର୍ଣ୍ଣପୁର ଜିଲ୍ଲାକୁ ବିକାଶ ଦିଗରେ ଆଗେଇ ନେବାକୁ ଆପଣଙ୍କର ଭିଜନ କ'ଣ ସବୁ ରହିଛି? ସବୁଠୁ ବଡ଼ କଥା, ମୋର ତ ଆକ୍ଚୁଆଲି ଏଠି ଯୋଗ ଦେଇକରି 3 ମାସ ମଧ୍ୟ ହେଇନି। ଆସନ୍ତା 28 ତାରିଖ ଦିନ ମୋର 3 ମାସ ପୂରିବ। କିନ୍ତୁ ମୁଁ ଏଠି ଯୋଗ ଦେଲା ପରେ ଯେଉଁ ଅନୁଭୂତି ମୁଁ ଅର୍ଜନ କରିଛି, ତାହା ବହୁତ ଗଭୀର ଅନୁଭୂତି ମୋର କହିଲେ ଚଳିବ। ଏଠି ପର୍ଯ୍ୟାପ୍ତ ସୁଯୋଗ ଅଛି କାମ କରିବାର ଏବଂ ସବୁଠୁ ବଡ଼ କଥା ହେଉଛି ଜନସାଧାରଣଙ୍କର ଏଠି ସହଯୋଗ ରହିଛି। ଯେତେବେଳେ ପ୍ରଶାସନ କୌଣସି ଗୋଟେ ପଦକ୍ଷେପ ନେବାକୁ ଯାଉଛି, ସକାରାତ୍ମକ ପଦକ୍ଷେପ, ପଜିଟିଭ୍ ଷ୍ଟେପ୍, ସେତେବେଳେ ଲୋକମାନେ ଆଗେଇ ଆସୁଛନ୍ତି ସାହାଯ୍ୟ କରିବା ପାଇଁ ଏବଂ ଲୋକମାନଙ୍କର ଅକୁଣ୍ଠ ସହଯୋଗ ଏଠି ମିଳୁଛି। ସେଇଟା ହେଉଛି ସବୁଠୁ ବଡ଼ କଥା। ଏବଂ ଯେତେବେଳେ ଲୋକଙ୍କ ସମର୍ଥନ ମିଳୁଛି, ଯେତେବେଳେ କୌଣସି ଗୋଟେ କାମ କଲା ବେଳକୁ, ସେତେବେଳେ ମୁଁ ବି ଉତ୍ସାହିତ ହେଉଛି ଯେ କାମ କରିବା ପାଇଁ। ଏବଂ ମୁଁ ଆସିଲା ପରେ ପରେ କିଛି ପଦକ୍ଷେପ ନିଆହେଇଛି ଜିଲ୍ଲାକୁ ଆଗକୁ ନେବା ପାଇଁ। ଅନ୍ୟମାନେ ତ ଅଛନ୍ତି, ସମସ୍ତଙ୍କ ସହଯୋଗ ରହିଛି। କିନ୍ତୁ କଥା ହେଉଛି କିଛିଟା ଗୋଟେ ଦୁଇଟା ମୁଁ ଉଦାହରଣ ଦେବି। ଏଠି ଆମର ଯେମିତି ଜନଶୁଣାଣି ଶିବିର ପ୍ରତି ସୋମବାର ଦିନ ଅନୁଷ୍ଠିତ ହୁଏ। ଆମେ ଲୋକଙ୍କ ଗୁହାରି, ଲୋକଙ୍କ ଆବେଦନ ଶୁଣୁ। ସେଇଟା ବ୍ଲକ ସ୍ତରରେ ଅନୁଷ୍ଠିତ ହେଉଥିଲା, କିନ୍ତୁ ମୁଁ ଆସିଲା ପରେ ତାକୁ ଆମେ ପଞ୍ଚାୟତ ସ୍ତରକୁ ନେଇଛୁ ଏବଂ ପଞ୍ଚାୟତ ସ୍ତର କେବଳ ନୁହେଁ, ଯଦି ପଞ୍ଚାୟତର ବଡ଼ ଗାଁ ଅଛି ଯେଉଁଠି ଜନସଂଖ୍ୟା ବେଶୀ ଥିବ, ତାଙ୍କ ପାଖକୁ ବି ଆମେ ପହଞ୍ଚୁଛୁ। ଏବଂ ଏଇଟା ଲୋକଙ୍କୁ ଆଉ ଟିକେ ସହେଇଛି ଏବଂ ଲୋକଙ୍କ ଆମର ଅଭିଯୋଗ ଶୁଣିବାର ସଂଖ୍ୟାଟା ଯେତିକି ଲୋକ ଆସୁଥିଲେ ତାହା 2 ଗୁଣିତ ହୋଇସାରିଛି। ଏଇଟା ହେଉଛି ସବୁଠୁ ବଡ଼ ପଦକ୍ଷେପ ଗୋଟେ ଆମେ ନେଇଛୁ। ଏବଂ ଦ୍ୱିତୀୟ କଥା ହେଉଛି କି ଯାହା ସବୁ କାମ ନୀରବ ହେଇକି ରହିଯାଇଥିଲା, ତାକୁ ଟିକେ ସ୍ପର୍ଶ ଦିଆହେଇଛି ଏବଂ କାମ କେମିତି ସୁଚାରୁ ରୂପେ ଆରମ୍ଭ ହୋଇପାରିବ, କାମ କେମିତି ଆଗକୁ ଯାଇପାରିବ, ସେଇଟାକୁ ଆମେ ଗୁରୁତ୍ୱ ଦେଇଛୁ, ଯେଉଁଥିପାଇଁ ମଧ୍ୟ ସହଯୋଗ ମିଳିଛି। କଥା ହେଉଛି ତାପରେ ଲୋକମାନଙ୍କ ମୋର ଉଦ୍ଦେଶ୍ୟ ହେଉଛି କି ପ୍ରଶାସନଟା ଲୋକଙ୍କ ପାଖକୁ ପହଞ୍ଚୁ, ପ୍ରଶାସନଟା ଯାଇକରି ଲୋକଙ୍କ ପାଖରେ ଅଭିଯୋଗ ନେଇକରି ଆସୁ, ତାଙ୍କ ସମସ୍ୟା ସେଇଠି ଶୁଣୁ ଏବଂ ସେଇଠି ସେ ସମାଧାନ କରୁ। ଏଇଟା ହେଉଛି ଉଦ୍ଦେଶ୍ୟ। କାହିଁକି ଆମ ପାଖକୁ ଲୋକ ଦୌଡ଼ିବେ, ତାଙ୍କର ସେ ସାଧନ ନାହିଁ, କିନ୍ତୁ ଆମ ପାଖରେ ସାଧନ ଅଛି ଆମେ ଲୋକଙ୍କ ପାଖକୁ ପହଞ୍ଚିବାର। ଏବଂ ସେଇଟା ହେଉଛି ସରକାରଙ୍କର ଆଭିମୁଖ୍ୟ। ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ସବୁବେଳେ ଶୁଣୁଥିବେ କି ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ସେ ବର୍ତ୍ତମାନ ସମ୍ମାନିତ। ତେଣୁ ସେ ଦୃଷ୍ଟିରୁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ଯେ ଆମେ ଲୋକାଭିମୁଖୀ ହେବ ଆମର ପ୍ରଶାସନଟା ଏବଂ ଆମେ ଲୋକଙ୍କ ପାଖକୁ ପହଞ୍ଚିବୁ। ଦେଖନ୍ତୁ, ବସ୍ଷ୍ଟାଣ୍ଡର କଥା ପଡ଼ିଥିଲା। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ମାନନୀୟ ସାଂସଦ ତାଙ୍କର ସହଯୋଗରେ ବି ବର୍ତ୍ତମାନ ବସ୍ଷ୍ଟାଣ୍ଡର କାମ ଆରମ୍ଭ ହୋଇସାରିଛି। ତାପରେ ଏଇ ଯେଉଁ ଦେଖନ୍ତୁ, ଗୁଡ଼ାଏ ବର୍ଷ ହେଲା ବ୍ଲକ ସ୍ତରରେ ଆମର ବ୍ଲକ ଛକରେ ଦେଖିଥିବେ ଏବଂ ବିଭିନ୍ନ ଛକରେ ଦେଖିଥିବେ, ରାସ୍ତା କଡ଼ରେ ସବୁ ଭେଜିଟେବୁଲ୍ ଭେଣ୍ଡର୍ସ, ପରିବା ବିକାଳି, ଫଳ ବିକାଳି ସବୁ ଯାକ ଥିଲେ। ଆମେ ତାଙ୍କୁ ବହୁତ ସୁନ୍ଦର ଥଇଥାନ କରିଛୁ, ତାଙ୍କୁ ସ୍ଥାନାନ୍ତରିତକରଣ କରିଛୁ। ଯଦିଓ ତାଙ୍କର ପ୍ରଥମେ ଅଭିଯୋଗ ଥିଲା, ବିରୋଧ ଥିଲା, କିନ୍ତୁ ତାଙ୍କୁ ଆମେ ଜାଗା ଦେଇକରି ଯେଉଁ ଜାଗା ପଡ଼ିଥିଲା ତାକୁ ଆମେ ମେସିନ୍ ଲଗାଇକରି ସଫା କରିଦେଲୁ ଏବଂ ତାଙ୍କୁ ଦେଖାଇଦେଲୁ। ସେମାନେ ବହୁତ ଖୁସିରେ ବର୍ତ୍ତମାନ ସେଠି ସେମାନେ ଦୋକାନ ଖୋଲି ସାରିଛନ୍ତି। ତୃତୀୟ କଥା, ଗାଈ ଗୋରୁ ଆପଣ ପ୍ରାଦୁର୍ଭାବ ଦେଖିଥିବେ। ରୋଡ଼ ଉପରେ, ରାସ୍ତା ଉପରେ ଅନେକ ଗାଈ ଗୋରୁ ସବୁବେଳେ ବୁଲାବୁଲି କରୁଥିଲେ ବି ଆମେ ପଦକ୍ଷେପ ନେଇଛୁ, ଲୋକଙ୍କୁ ସଚେତନ କରାଇଛୁ ଏବଂ ବ୍ୟକ୍ତିଗତ ଭାବରେ ମୁଁ ଏବଂ SP ମିଶିକରି ଏଟାକୁ ଅଭିଯାନକୁ ଆମେ ଆରମ୍ଭ କରିଛୁ। ଇତିମଧ୍ୟରେ ଆମେ 100ରୁ ଅଧିକ ଗାଈ ଉଠାଇ ନେଇକରି ଆମେ ଗୋଶାଲାରେ ରଖି ସାରିଲୁଣି ଏବଂ ଲୋକଙ୍କର ଏଠି ମଧ୍ୟ ସମର୍ଥନ ମିଳୁଛି। ଏବଂ ଯଦି ଗାଈ ଗୋରୁ ବି ଆମେ ଯଦି ରାସ୍ତାରୁ ହଟାଇ ଦେଇପାରିବା ଏବଂ ତାଙ୍କୁ ଯଦି ଠିକ୍ ଜାଗାରେ ଆଶ୍ରୟ ଦେଇପାରିବା, ତାହେଲେ ସେଇଟା ବି ଗୋଟେ ସବୁଠୁ ବଡ଼ ପଦକ୍ଷେପ ହେବ। ଏହି ଅଭିଯାନଟା ମଧ୍ୟ ଆମର ଜାରି ରହିଛି। ଏବଂ ଆଉ ଗୋଟେ କଥା ହେଲା କି ଯେଉଁମାନେ ଅବହେଳିତ ହେଇକରି ଅଛନ୍ତି,
जो माने प्रशासन पाखु पहुँची पारुनाहांती तांकर गुहारी जणाई पारुनाहांती तांकर अभियोग से माने जणाई पारुनाहांती समस्या कहि पारुनाहांती बेले बेले मु व्यक्तिगत भाव में सेमानकर ठिकଣା संग्रह करे एवं कोठी एकदम अवहेलित अवस्था किए जड़े अच्छी पाखु जो मुझे शुणे मुझे व्यक्तिगत भाव में भी पहुँची जाए आपड़ देखिए किसी दिन तले गोटे जड़े दृष्टिबाधित व्यक्ति तांकर जो असुविधा थिला आमे से असुविधार समाधान कलु अंत्योदय गृह देलु यही निकटरे जड़े माउसी जी कि जड़े प्राणी प्रेमी बिलई रखिंट गाई रखिंट बहुत बयसर उत्तरार्धरे पहुँची सारे तथापि जो अनाबिल स्नेह रही गाई गोरी मान प्रति से जो भाई अवस्था थे पाखक मुझे पहुँची थैथान कर आम व्यवस्था करमती गुड़ाए कथा नियाई आमे एवं मु आउ गोटे निर्देश देछि जिल्ला रे कि जो माने फील्ड ऑफिसर्स डिस्ट्रिक्ट लेवल ऑफिसर्स जो माने अछंती फील्ड रे काम करबा कथा ये जो ऑफिस रो प्रथमार्धरे फर्स्ट हाफ से माने समस्त फील्ड रे रहिबे जदि मीटिंग करिवार अछि कि किछि कार्यक्रम जिल्ला रे रखिवार अछि हेडक्वार्टर रे रखिवार अछि से माने केवल सेकंड हाफ रे रखिबे ए निर्देशनामा मध्ये जारी करा हेछि एवं आउ गोटे कथा करा हेछि कि विभिन्न ऑफिसर्स को आमे दुईटा तीनटा पंचायत एडॉप्टेड पंचायत हिसाब रे देइछु जे कोनसे विभाग रो लोक भी हेइ थाउ से पंचायत रो हानि लाभ सबु विभाग रो कथा से बुझिबो एवं आमको आसिकरी आमको अप्राइज करेंगे आमको जनइबे तेणु आम तुरंत समाधान करिवार रास्ता को केमती सुगम करा जाय परिबो एवं जो विभिन्न समस्या रही है आम डिपार्टमेंट भितर गोटे इंटर डिपार्टमेंटल कोऑर्डिनेशन केमती रहिबो समस्ते समस्तंकर कथा जानिबे सब डिपार्टमेंट अन्य डिपार्टमेंटर कथा भी जानिबो तेणु गोटे डिपार्टमेंट ऑफिसर जिते जड़े गोटे पंचायत को जाऊँगी गोटे गाँव को जाऊँगी अन्य विभाग कथा एवं तथ्य मध्य से संग्रह करी एवं समस्या को संग्रह करी आम पाखे आणिक थोइबे ताहले सेटा सहज आम समाधान करिवार समर्थ हबो यही सब विभिन्न वार्ता दिखाई एवं कार्यक्रम चालू रही तो आरंभ मात्र बोली कह आपको बहुत कथा करिवार अछि एवं मोर आशा एठी मीडिया बंधु मान पाखु जो प्रकार सहयोग मिलूँ जनसाधारण एवं बुद्धिजीवी मान पाखु जो प्रकार ये जो कार्यक्रम गुड़ा को स्वागत करा जाउछि तापाई मु निश्चित भाव में जिलापाल हिसाब से पाखे मोर कृतज्ञता मु स्वीकार करुच्ची मु पाखे मोर ऋण स्वीकार करुच्ची जे अकुंठ सहयोग प्रशासन प्रति रही जिते प्रशासन किसी गोटे सकारात्मक कार्यक्रम करने को जाऊँगी देखा जाऊ भविष्य में आपण मान समस्त सहयोग जनसाधारण सहयोग ये अंचल बुद्धिजीवी सहयोग समस्त सहयोग को लेकर आम जो स्वप्न सब देखुचु ताको बोधे साकार कर निश्चित भाव में समर्थ हब निश्चित भाव में आपण मैंने शुणुले जिलापाल कथा जिलापाल सुवर्णपुर जिलार उन्नति पाई विकास पथरे ताको आगे नापी जहाँ सब भिजन रखिंट मन कथा सब खोली कही सरकार वर्तमान सरकार जहाँकि कहुच्छी लोकों सरकार जो सब योजना करुच्ची से योजना को तृणमूल स्तर में जमी तार सफल रूपायन हो पार से जिलापाल संपूर्ण यत्नवान अच्छा सुवर्णपुर जिलूर वीरेन नाग खबर ओडिशा।